ମୋର ଗୋଟେ ଆହ୍ୱାନ ରହିବ ଏହା ଉପରେ ତ ଆପଣ ମାନଙ୍କର ଖବର କାଗଜ ଇଲେକ୍ଟ୍ରୋନିକ ମିडिଆ ୱେବ ଚ୍ୟାନେଲ ମାନେ ଡିସ୍କସନ କରୁଛନ୍ତି ବହୁ ଲୋକ ମତାମତ ଦଉଛନ୍ତି ତାହା ବର୍ତ୍ତମାନ ଲୋକମାନଙ୍କର ଚର୍ଚ୍ଚାରେ ଅଛି ଲୋକମାନେ ଯୋଉ ଦୃଷ୍ଟିକୋଣ ଦେଖିବା କଥା ଦେଖୁଛନ୍ତି ଚର୍ଚ୍ଚା ବି କରୁଛନ୍ତି ସେ ଭିତରକୁ ଯାଉନି ମୋର କିନ୍ତୁ ଗୋଟେ ଆହ୍ୱାନ ରହିବ ଯେ ଜଣେ ନିର୍ବାଚିତ ପ୍ରତିନିଧିକୁ ଯୋଉ ଦରମା ଦିଆଯାଉଛି ବା ଅନ୍ୟାନ୍ୟ ଭତ୍ତା ଦିଆଯାଉଛି ଦରମା ତ 98,000 ନା କଣ ହେଇଛି ଏବଂ ତା ସେଥିରେ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ଦିଆଯାଉଛି ଦବାର କାରଣଟା କଣ ଯୋଉଥିପାଇଁ ଜଣେ ଦରମା ନେବ ଯୋଉଥିପାଇଁ ଜଣେ ଭତ୍ତା ନେବ ସେ ତାର କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିବା ଦରକାର ଯଦି ସୁଚାରୁ ରୂପେ ପାଳନ କରିବ ଏବଂ ସମସ୍ତେ ଯଦି ସୁଚାରୁ ରୂପେ ପାଳନ କରିବେ ତାହେଲେ ଏ ପ୍ରଶ୍ନର ଅସଂଖ୍ୟ ପ୍ରଶ୍ନ ଜନସାଧାରଣ ଉଠାଉଛନ୍ତି ତାର ସମାଧାନ ହେଇପାରିବ ଯଦି ମୁଁ ଦରମା ପ୍ରାପ୍ତ ହେଉଥିବି ଏବଂ ମୋର କର୍ତ୍ତବ୍ୟ ନିଭାଉନଥିବି ତାହେଲେ ଲକ୍ଷ ଲକ୍ଷ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା।